ଈଶ୍ୱର ଯେ କି ଟପ ରେ ଥାଇକି ଜଗତର ଲୋକମାନଙ୍କୁ ଦେଖୁଛନ୍ତି, ପାପି ତ ପାପି ଛାଡ଼, ଈଶ୍ୱରଙ୍କୁ ବାଛିଲେ ନାହିଁ, ଶୈତାନକୁ ତାର ସୁଖକୁ ତାର ସୁଖ ବିଳାସକୁ ବାଛିଲେ। ଦିସ୍ ଇଜ ପର୍ସନାଲ ପ୍ରୋବ୍ଲେମ, ଏମାନଙ୍କର ପର୍ସନାଲ ପ୍ରୋବ୍ଲେମ। ଏମାନଙ୍କର ପର୍ସନାଲ ପ୍ରୋବ୍ଲେମ ସହିତ ଏମାନେ ମଦ ପିଅନ୍ତୁ, ସେମାନେ ସିଗରେଟ ପିଅନ୍ତୁ, କାମୁକ ହୁଅନ୍ତୁ, ଗୁଟକା ଖାଆନ୍ତୁ, ଚୋରି କରନ୍ତୁ, ଏଟା ପର୍ସନାଲ ପ୍ରୋବ୍ଲେମ ସେଟା। ଏମାନେ ଯେତେବେଳେ ଖ୍ରୀଷ୍ଟ ମଣ୍ଡଳୀ ଉପରେ ମାଡ଼ି ପଡିବେ, ଦାସ ମାନଙ୍କୁ ମାରିବାକୁ, କାଟିବାକୁ, ହାଣିବାକୁ, ମାରିଦେବାକୁ, ବଧ କରିବାକୁ, ଚର୍ଚ୍ଚ ଘର ଭାଙ୍ଗି ଦେବାକୁ, ଖ୍ରୀଷ୍ଟିଆନ ମାନଙ୍କୁ ମାରିବାକୁ ଯେତେବେଳେ ଯିବେ, ଦିସ୍ ଇଜ ପ୍ରୋବ୍ଲେମ। ବାକି ସେମାନଙ୍କର ପାପ ସବୁ ପର୍ସନାଲ ଡ୍ୟାମେଜ, କିନ୍ତୁ ଯେତେବେଳେ ସେମାନେ ଖ୍ରୀଷ୍ଟଙ୍କର ଶରୀର ଯେ ମଣ୍ଡଳୀକୁ କ୍ଷତି କରିବାକୁ, ଦାସ ମାନଙ୍କୁ କ୍ଷତି କରିବେ, ତ କାହାକୁ ମାଡ ବାଜିଲା ସେଇଟା? ପାଉଲ ଯେତେବେଳେ ପରିପ୍ରଭୁଙ୍କୁ ପାଇନଥିଲେ, ସେ ଖ୍ରୀଷ୍ଟିଆନ ମାନଙ୍କୁ ବହୁତ ମାରୁଥିଲେ। ଦିନେ ପ୍ରଭୁ ଉପସ୍ଥିତ ହେଇକି ତାଙ୍କୁ କଣ କହିଲେ? କଣ କହିଲେ? ମୁଁ ପଢିନି, ସେଟା ପଢିଦେବା ଟିକେ। ପ୍ରେରିତ, ଆମ୍ଭକୁ କାହିଁ ତାଡନା କରୁ? ହଁ, ପ୍ରେରିତ 9 ପଦ କେତେ? 5। 9 ପଦ 5। ସରନ୍ଦୀପ ପଢ ବାବୁ, କଟି ସେ ଯାଇଥିଲା ସେଟା। କହିଲେ, ହେ ହୁଁ। ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମ୍ଭେ ତାଡନା କରୁଅଛ, ଆମ୍ଭେ ସେହି ଯୀଶୁ। ବାସ୍ 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 ବାସ୍, ମୋ ପଟେ ଦେଖନ୍ତୁ। ପାଉଲ ପ୍ରଭୁଙ୍କୁ କେବେ ତାଡନା କରିଥିଲେ ଯେ? ତାଙ୍କୁ ତ ସେ ଜିହୁଦୀ ମାନେ, ସେ ଶାସ୍ତ୍ରୀ ପାରସୀ ମାନେ ଯୀଶୁଙ୍କୁ ତାଡନା କରିଲେ। ପାଉଲ କୋଉଠି ତାଡନା କଲେ? ତାର ଅର୍ଥ, ମଣ୍ଡଳୀକୁ ଯାହା ବ୍ୟବହାର ଦେଖାଇଲେ ସେମାନେ, ଆଟିଟ୍ୟୁଡ, ତାହା ସବୁ ପ୍ରଭୁଙ୍କୁ ଦେଖାଇଲା ପରି। କାରଣ ମଣ୍ଡଳୀ ଅଟେ ଖ୍ରୀଷ୍ଟଙ୍କର ଶରୀର, ଦାସ ମାନେ ବି। ତ ମଣ୍ଡଳୀକୁ ଯେତେ କ୍ଷତି ପାଉଛି, ଆକ୍ଚୁଆଲି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶରୀର ଉପରେ ପାଉଛି ତାହା। ତ ସେଥିପାଇଁ ପ୍ରଭୁ କହିଲେ, ତମେ ଯାହାକୁ ତାଡନା କରୁଅଛ ସେ ଯୀଶୁ ମୁଁ। ତ ପାଉଲ କହିଥିଲେ, ଆପଣଙ୍କୁ କେବେ ମାରିଲି ସାର୍? ତମେ ମୋର ମଣ୍ଡଳୀକୁ ଯାହା କ୍ଷତି କରୁଅଛ, ତାହା ମତେ କରଲା ପରି ନାଇଁ କି?